ଦେଖନ୍ତୁ ଧାନରୁ କେମିତିକା ଅଣ୍ଡା ବାହାରୁଛି। ଧାନ ବି ନାହିଁ ସିଝିଗଲାନି, ଅଣ୍ଡା ବି ନାହିଁ ସିଝିଗଲାନି। ଦେଖନ୍ତୁ ତାକୁ ଗୋଟେ ନକିରେ ରଖିଦେବା, କାହିଁକିନା ତାକୁ ଗୋଟେ ସାଇଡ଼୍ କରିଦେବା। ତାପରେ ଧାନ ଇଏ କରିବା। ଦେଖନ୍ତୁ ତାପରେ ନାହିଁ ପୋଟଳ ବି ନାହିଁ ସିଝିଗଲାନି। ଦେଖନ୍ତୁ ତା ପୋଟଳ ବି ରଖିଦେବା ଗୋଟେ ସାଇଡ଼୍ କରିକି, ନକିରେ ରଖିଦେବା ୟା ପୋଟଳ ବି। ଦେଖନ୍ତୁ ଆଉ ଗୋଟେ ମାନେ ଧାନରେ ନୁଚିକି ଅଣ୍ଡା ଥିଲା, ସେଟାରୁ ବି କାଢ଼ିବା। ପୋଟଳ ବି। ହାଇ ସାଙ୍ଗମାନେ, ଦେଖନ୍ତୁ ଆଜି ଆମର ସକାଳୁ ସକାଳୁ ଧାନ ସିଝା ହେଉଛି। ଦେଖନ୍ତୁ ମୁଁ ଏପଟେ ମା ଭରିକି ଦେଉଛନ୍ତି, ସେପଟେ ମୁଁ ନେଇକି ଯାଉଛି ମାନେ ଚୁଲିରେ କଢ଼ା ବଇଛି, କଢ଼ାରେ ଢାଳିବା ପାଇଁ। ଦେଖନ୍ତୁ କଢ଼ାରେ ଢାଳିବା ପାଇଁ ଯାଉଛି, କାହିଁକିନା ସକାଳୁ ସକାଳୁ ମୋତେ ବି କାମ କରିବା ପାଇଁ ପଡ଼ିବ। କାହିଁକିନା ମା ଏକଲା ତ କରିପାରିବେନି, ସେଥିପାଇଁ ମୋତେ ବି କରିବା ପାଇଁ ପଡ଼ିବ। କାହିଁକିନା ମାଆକୁ ଟିକେ ସୁବିଧା ହେବ, ସେଥିପାଇଁ। ଦେଖନ୍ତୁ ସେଥିରେ ନେଇକି ମୁଁ ଯାଉଛି, ଏପଟେ ମା ଦେଉଛନ୍ତି, ସେପଟେ ମୁଁ ନେଉଛି। ଦେଖନ୍ତୁ ନକିଟା ବି ଭାରି ହେଇଛି, ନେବା ପାଇଁ ତ ପଡ଼ିବ। ଦେଖନ୍ତୁ ନାଇଁ ମୁଁ କେତେକା ନାହିଁ ଧାନ ଦେଖନ୍ତୁ ନାହିଁ ଢାଳି ସାରିନି। ଦେଖନ୍ତୁ ନକିଟା ଟେକି ହେଉ ନାହିଁ, ହେଲେ ଟେକିବା ପାଇଁ ତ ପଡ଼ିବ। ଦେଖନ୍ତୁ 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 ମୁଁ ଢାଳିଦେନି। ଦେଖନ୍ତୁ ଏପଟେ ମୁଁ ଧାନ ମେଲି ଦେଉଛି, କାହିଁକିନା ସମାନ କରିଦେଉଛି, କାହିଁକିନା ସମାନ କରିଦେନା ପଡ଼ିବନି, ସେଥିପାଇଁ। ଦେଖନ୍ତୁ ଏପଟେ ମୁଁ ମାନେ ସେ ଗାଉଁଲାଟା ସଫା କରିଦେଉଛି, କାହିଁକି ନ ସଫା କରିନେ ଏଇ କୁକୁଡ଼ା ଏକା ଆସି କୁକୁଡ଼ା ଏକା ଖାଇଯିବ। ଦେଖନ୍ତୁ ଦେଇକି ମୁଁ ଢାଙ୍କି ଦେମି ସେଇଟା। ଦେଖନ୍ତୁ ମୁଁ ସେଟା ଇଏ କରିଦେଇ ଢାଙ୍କି ଦେଇକି ଆସିକି ଏଠି ମା ଚୁଲି ନଗୁଛନ୍ତି। ଦେଖନ୍ତୁ କେମିତିକା ଧୂଆଁ ହେଉଛି, ତାପରେ ଜଳିବ। ମା ଚୁଲି ନଗୁଛନ୍ତି, ତାପରେ ମୁଁ ନଗାମି। ଦେଖନ୍ତୁ ସେଠି ଆମ କୁକୁଡ଼ା କେମିତିକା ଠିଆ ହେଇକି ଦେଖୁଛି, ଏଠି ଚୁଲି ଜଳୁଛି। ଦେଖନ୍ତୁ ମୁଁ ସେଠି ମାନେ ତାଙ୍କ ପାଖରେ ବସିକି ମାନେ ଚୁଲିଟା ଟିକେ ଇଏ କରିଦେଉଛି। ଦେଖନ୍ତୁ ଚୁଲିରେ କେମିତିକା ଧୂଆଁ ବାହାରୁଛି, ଦେଖନ୍ତୁ ଏଇ ଦେଖନ୍ତୁ ମାନେ ଚୁଲିଟା ଜଳୁନାହିଁ। ଦେଖନ୍ତୁ ଧାନ ତଳେ ପଡ଼ିଯାଇଥିଲା, ସେଥିପାଇଁ ମା ଖୁଣ୍ଟିକି ରଖୁଛନ୍ତି। ବହୁତ ଧୂଆଁ ହେଉଛି କେମିତିକା ମାନେ ଭାଟିରେ ଯେମିତିକା ଇଟା ପୋଡ଼ିନେ ଧୂଆଁ ହୁଏ, ସେମିତିକା ଧୂଆଁ ବାହାରୁଛି। ଦେଖନ୍ତୁ ସବୁ କୁକୁଡ଼ାମାନେ ଦେଖନ୍ତୁ ସବୁ ଚାହୁଁଛନ୍ତି। ଦେଖନ୍ତୁ ମା ପଟେ ଧାନ ଇଏ କରୁଛନ୍ତି। ଦେଖନ୍ତୁ ସେପଟେ ମୁଁ ଏ ଯେଉଁ ଅଣ୍ଡା ଘିନିକି ଆସୁଛି। ଦେଖନ୍ତୁ ଅଣ୍ଡା ଘିନିକି ମୁଁ ଆସୁଛି, କାହିଁକିନା ଅଣ୍ଡା ସିଝିବା, ସେଥିପାଇଁ। ଦେଖନ୍ତୁ ଅଣ୍ଡା ମାନେ ଟିକେ ମୁଁ ଗାତ ଖୋଲି ଦେଉଛି। ଦେଖନ୍ତୁ ଦେଖନ୍ତୁ ଆଉ ଟିକେ ଖୋଲୁଛି। ଦେଖନ୍ତୁ ମୁଁ ଆଉ ଟିକେ ଖୋଲୁଛି, କାହିଁକି ଦେଖନ୍ତୁ ମୁଁ ଏବେ ସବୁ ଅଣ୍ଡା ପକାଇମି, କାହିଁକିନା ଅଣ୍ଡା ସବୁ ସିଝିବ, ସେଥିପାଇଁ। ସିଝିନେ ଖିଆ ହେବ। ଦେଖନ୍ତୁ ଦେଖନ୍ତୁ ମୁଁ ସବୁ ଅଣ୍ଡା ପକାଉଛି। ଦେଖନ୍ତୁ ମାନେ ଗୋଟେ ବି ଅଣ୍ଡା ରଖେଇବି ନାହିଁ, ସବୁ ଖାଇବି। ଦେଖନ୍ତୁ ସେଇ ଦୁଇଟା ବି ପକାଇବି ମୁଁ। ଦେଖନ୍ତୁ ସେଇ ଦୁଇଟା ବି ମୁଁ ପକାଇଦେନି। ଏବେ ଢାଙ୍କି ଦେବା, କାହିଁକିନା ସିଏ ଏପଟେ ଚୁଲି ଯାଉଛି, ସେପଟେ ସିଝିଯିବ ସିଏ। ଦେଖନ୍ତୁ ସିଝିଯିବ, ମୁଁ ଢାଙ୍କି ଦେଇକି ଆସିଗନି। ଦେଖନ୍ତୁ ଏବେ ଚୁଲି ଭଲ ଭାବରେ ଜଳୁଛି, ଆଉ ଧୂଆଁ ବି ହେଉନାହିଁ ସେତେ। ଦେଖନ୍ତୁ ଏବେ ତ ଚୁଲି ଜଳୁଛି, ମା ଚୁଲି ଜଳୁଛନ୍ତି, ତାପରେ ମୁଁ ଜାଳିବା ପାଇଁ ବସିବି। ଦେଖନ୍ତୁ ଚୁଲି ଜାଳୁଛନ୍ତି। ଏବେ ମୁଁ ସେ ଯେଉଁ ଆଳୁ ଆଉ ପୋଟଳ ଘିନିକି ଆସୁଛି, କାହିଁକିନା ସେ ସିଝା ହେବ, ସେଟା ବି ସିଝା ହେବ, ଅଣ୍ଡା ବି ସିଝା ହେବ। ଦେଖନ୍ତୁ 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 ମା ସେଠି ଫୁଟୁଛନ୍ତି, ମୁଁ ସେଠି ଚୁଲି ଜାଳୁଛି। ଦେଖନ୍ତୁ ଏଠି ମାନେ ଫୁଟି ଦିଆହେଲା ସେ ପୋଟଳ ଗୁଡ଼ାକ, ଏଇ ଢାଙ୍କି ଦିଆହେବ, କାହିଁକିନା ସେଟା ବି ସିଝିବ, ଅଣ୍ଡା ବି ସିଝିବ। ଦେଖନ୍ତୁ ଦେଖନ୍ତୁ ମୁଁ ତାପରେ ବସିଛି ଚୁଲି ଜାଳିବା ପାଇଁ। ଦେଖନ୍ତୁ କେମିତିକା ଚୁଲି ଜାଳୁଛି। ଦେଖନ୍ତୁ କୁକୁଡ଼ା ବି କେମିତିକା ସେଠି ହେଉଛି। ଦେଖନ୍ତୁ ଦେଖନ୍ତୁ ମୁଁ ବସିଛି, ମାନେ ଅଣ୍ଡା ବି ସିଝିବ, ତା ଭିତରେ ଅଛି। ଦେଖନ୍ତୁ ଚୁଲି ଆଉ ଧୂଆଁ ହେଉନାହିଁ। ଦେଖନ୍ତୁ ଏବେ ମୁଁ ଜାଳୁଛି। ଦେଖନ୍ତୁ ମାନେ ଦେଖନ୍ତୁ ମା ଗୋଟେ ସେ ଯେଉଁ ନଡ଼ିଆ ସେଟା ଆଣିକି ମାନେ ମୋତେ ଦେଲେ, କହିଲେ ନେ ଏଟା ଢାଳି, ଏଟା ବି ଜଳିବ। ନାଇଁ ନାଇଁ ଏଟା ଜଳିବନି। ଦେଖନ୍ତୁ ଦେଖନ୍ତୁ କୁକୁଡ଼ା କେମିତିକା ହେଉଛି, ମାନେ ଧାନ ଖାଉ ବୋଲିକା। ଦେଖନ୍ତୁ ମୁଁ ବସିଛି ମାନେ ଦେଖନ୍ତୁ ଏବେ ଏଟା ହେଉଛି ଖଡ଼ି, ଆମର ନଈ ପାଖରୁ କାଟା ହେଇଥିଲା, ସେ ଜଳା ହେଉଛି। ଦେଖନ୍ତୁ ଏଇ ଖଡ଼ି ଜଳୁଛି। ଦେଖନ୍ତୁ ଦେଖନ୍ତୁ ଏବେ ନାଇଁ ଧାନର ନାଇଁ ଭାପ ଆସିଗଲାନି, ମାନେ ଚାରିପାଖେ ଦେଖନ୍ତୁ ମାନେ ଧାନରେ କେମିତିକା ଭାପ ଉଠୁଛି। ଦେଖନ୍ତୁ
ଚୁଲିଟା ବି ଟିକେ ନିମ୍ବି ନିମ୍ବି ଯାଉଛି। ମୁଁ ଟିକେ ଦେଖନ୍ତୁ ଆଉ ଟିକେ ଜାଳ ଦେଇଦେନି। ଦେଖନ୍ତୁ ମା ସେଠି ଠିଆ ହେଇକି ଚାହିଁଛନ୍ତି କାହିଁକିନା ମୁଁ ଭୁଲ କରିମି କି ଠିକ୍ କରିମି ଦେଖିବା ପାଇଁ। ଆଉ ବୁରା ବି ସଜାଉଛନ୍ତି କାହିଁକିନା ଧାନ ଉଲିବେ ସେଥିପାଇଁ। ଦେଖନ୍ତୁ 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 ପୁରା ମାନେ କଢ଼ା ଚାରିପାଖେ ମାନେ ଭାପ ଆସିଗଲା। ଦେଖନ୍ତୁ ସେପଟେ ଚୁଲି ବି ଜଳୁଛି, ସେପଟେ ଭାପ ବି ଉଠୁଛି। ଦେଖନ୍ତୁ ଦେଖନ୍ତୁ ମୁଁ ଏବେ ଟିକେ ମାନେ ସାଇଡ଼୍ କରିକି ମାନେ ଟିକେ ଦେଖନ୍ତୁ ସାଇଡ଼୍ କରିଦେଉଛି। ଦେଖନ୍ତୁ ଦେଖନ୍ତୁ ମୁଁ ଟିକେ ଖୋଲି ଦେଉଛି କାହିଁକିନା ନ ଖୋଲିଲେ ତ ଜଳିବ ନାହିଁ ସେଥିପାଇଁ। ଦେଖନ୍ତୁ ମାନେ ଦେଖନ୍ତୁ ଭାପ କେମିତିକା ଉଠୁଛି ମାନେ ସେ କଢ଼ାରେ। ଦେଖନ୍ତୁ ଭାପ ମାନେ କେମିତିକା ଉଠୁଛି। ଦେଖନ୍ତୁ ବାପା ସେଠି ସେପଟେ ଧାନ କୁଟିତେ ଯାଇଥିଲେ, କୁଟିକି ଆସିଲେ। ଦେଖନ୍ତୁ ଦେଖନ୍ତୁ ମୁଁ ଏଠି ମା ବୁରା ଝଲୁଛନ୍ତି, ମୁଁ ଏଠି ଇଏ କରୁଛି ଧାନ ମୁଁ ଇଏ କରୁଛି। ଦେଖନ୍ତୁ ଅଣ୍ଡା ବି ନାହିଁ ଭାରି ପଡ଼ିଲାନି। ଅଣ୍ଡା ସାଇଡ଼୍ କରିକି ରଖିଦେବା ୟାଙ୍କୁ ସେ ନକିରେ ରଖିଦେବା। ଦେଖନ୍ତୁ 4ଟା ଅଣ୍ଡା। ଦେଖନ୍ତୁ ଅଣ୍ଡା ସବୁ ରଖିଦେବା। ତାପରେ ପୁଟର ଭାଇଲା, ପୁଟର ବି ସେଠି ରଖିଦେବା। ଦେଖନ୍ତୁ ଦେଖନ୍ତୁ ମାନେ ଟିକେ ହୋଲନେ ଟିକେ ମାନେ ସେ ଉପରକୁ ଆସିଯିବ ସେଥିପାଇଁ। ଦେଖନ୍ତୁ ସେ ପୁଟର ଗୁଡ଼ାକ ଆଉ ଗୋଟେ ଅଛି, ତାପରେ ଅଣ୍ଡା ଆଉ ଗୋଟେ ଅଛି। ଦେଖନ୍ତୁ ତାପରେ ତ ଧାନ ମୁଁ ଓହ୍ଲେଇମି। ଦେଖନ୍ତୁ ମାନେ ସବୁ ମାନେ ନକିରେ ମୁଁ ଓହ୍ଲେଇ ଦେଇଛି। ଏ ଦେଖନ୍ତୁ ଅଣ୍ଡା ଆହୁରି ଥିଲା। ଦେଖନ୍ତୁ ଆଳୁ ମାନେ ଦେଖିକି ମାରିଦେବ କାହିଁକିନା ଆଳୁ ଘାଣ୍ଟି ଯିବ ସେଥିପାଇଁ। ସେ ଆଳୁଟା ବି ସିଝି ଯାଇଥିବ। ଦେଖନ୍ତୁ ଦେଖନ୍ତୁ ମୁଁ ମାନେ ନକିରେ କେମିତିକା ମାନେ ବୁରାରେ ମୁଁ ଧାନ ଭରିମି। ମା ତ ଧରୁଛନ୍ତି, ମୁଁ ଭରୁଛି। ଦେଖନ୍ତୁ ମା ତ ବସିଲେ ମୁଁ ନହିଁକି ଧାନ ଇଏ କରିବା ପାଇଁ ପଡ଼ୁଛି। ଦେଖନ୍ତୁ କେମିତିକା ଭାପ ଉଠୁଛି ମାନେ ଧାନରୁ। ଦେଖନ୍ତୁ ଭାପ କେମିତିକା ଉଠୁଛି। ଭାପ ମାନେ ମୁହଁକୁ ଯାଉଛି ସେଥିପାଇଁ ମା ବସିଗଲେ ଆଉ ଠିଆ ହେଇପାରିଲେନି ସେଥିପାଇଁ। ଦେଖନ୍ତୁ ଦେଖନ୍ତୁ ଇଏ ହେଉଛି ଆଳୁ ଭାଇଲା। ଆଳୁ ମାନେ ସବୁ ସାଇଡ଼୍ ହେଲା। ଏବେ ଆଉ ଆସ୍ତେ ଆସ୍ତେ କାଢ଼ିବା ପାଇଁ ପଡ଼ିବନି। ଦେଖନ୍ତୁ ଏବେ ଆଉ ଟିକେ ନାଇଁ ଧୂଆଁ କମିଗଲାନି। ଦେଖନ୍ତୁ ନାଇଁ ଭାପ କମିଗଲାନି। ଦେଖନ୍ତୁ ବୁରାରେ କେମିତିକା ଭାପ ବାହାରୁଛି। ଦେଖନ୍ତୁ ବୁରାରେ କେମିତିକା ଭାପ ବାହାରୁଛି। ଦେଖନ୍ତୁ ଇଏ ହେଉଛି ତାଟିଆରେ ନେବା ଆମ ଇଏ। ଦେଖନ୍ତୁ ତାଟିଆ ଘେଣି ଆସିଲେ। ଦେଖନ୍ତୁ ଇଏ ହେଉଛି ମାନେ ଧାନ ନାହିଁ ସରିବା ଆସିଗଲାନି କେମିତିକା ଭାପ ବାହାରୁଛି। ଦେଖନ୍ତୁ ବୁରାରେ ଇଏ ହେଉଛି ପୋଟଳ ଗୁଡ଼ାକ ତାଟିଆରେ ଯେଉଁ ତାଟିଆ ଆଣିଥିଲି ସେ ତାଟିଆରେ ରଖିଦେନି କାହିଁକିନା ଚଟୁଣି ହେବ ସେଥିପାଇଁ। ଏ ଦେଖନ୍ତୁ ଅଣ୍ଡା ଆଉ ଆଳୁ ପୋଟଳ ନେଇକି ଗଲେ। ଦେଖନ୍ତୁ ଦେଖନ୍ତୁ ଗୋଟେ ତାଟିଆ, ଏଇଟା ହେଉଛି ତାଟିଆ ଗୋଟେ। ଦେଖନ୍ତୁ ଦେଖନ୍ତୁ ଇଏ ହେଉଛି ତାଟିଆରେ ପିଆଜ। ଦେଖନ୍ତୁ ପିଆଜ ହେଉଛି ଲଙ୍କା, ପିଆଜ ଲଙ୍କା। ଦେଖନ୍ତୁ ପିଆଜ ଲଙ୍କା ଇଏ ହେଉଛି ମାନେ ଏଇ ଯେଉଁ ତାଟିଆରେ ସେ ଜିରା ଦିଆହେଲା। ଜିରା ନେଇନେନି। ଦେଖନ୍ତୁ ଦେଖନ୍ତୁ ଇଏ ହେଉଛି ସୋରିଷ ନେଇନେନି ପାଖରେ। ଦେଖନ୍ତୁ ମାନେ ଗୋଟେ ତାଟିଆରେ ସବୁ କିଛି ଅଛି। ଦେଖନ୍ତୁ ଇଏ ହେଉଛି ପୋଟଳ ଦେଖନ୍ତୁ ସବୁ ତ ମୁଁ ନେଇଛି। ତାପରେ ସେଠି ହେଉଛି ଦିଦି ବାଟିବା ପାଇଁ ଚାଲିଗଲେନି। ଦେଖନ୍ତୁ ଆଗେ ପିଆଜ ବାଟୁଛନ୍ତି। ଦେଖନ୍ତୁ ପିଆଜ ବାଟୁଛନ୍ତି। ଦେଖନ୍ତୁ ଏପଟେ ଦିଦି ପିଆଜ ବାଟୁଛନ୍ତି ଶିଳରେ। ଦେଖନ୍ତୁ ମାନେ ପିଆଜକୁ ପ୍ଲେନ୍ କରିବା ପାଇଁ ପଡ଼ିବ। ଦେଖନ୍ତୁ ଏ ଦେଖନ୍ତୁ ମାନେ ପିଆଜଟା କେମିତିକା ମାନେ ବାଟା ହେଉଛି। ଦେଖନ୍ତୁ ମାନେ ପିଆଜଟା ଟିକେ ପ୍ଲେନ୍ କରିବା ଦରକାର କାହିଁକିନା ପିଆଜ ପ୍ଲେନ୍ ନ କଲେ ହେବ ନାହିଁ, ଭଲ ଲାଗିବ ନାହିଁ ସେଥିପାଇଁ। ଦେଖନ୍ତୁ ଗୋଟେ ପିଆଜ ଚାଲିଛି ବାଟା। ଦେଖନ୍ତୁ ବାଟା ଚାଲିଛି। ଦେଖନ୍ତୁ ମାନେ ପିଆଜ ଟିକେ ଟିକେ ନାହିଁ ପ୍ଲେନ୍ ହେଇଗଲାନି। ଦେଖନ୍ତୁ ମାନେ ଗୁଛି ଆଣିକି ଆଉ ଥରେ ଟିକେ ମାନେ ପ୍ଲେନ୍ କରିବା ପାଇଁ ଚାହୁଁଛନ୍ତି। ଦେଖନ୍ତୁ ଏଇ ଦେଖନ୍ତୁ ପ୍ଲେନ୍ କରୁଛନ୍ତି। ତାପରେ ଲଙ୍କା ପକେଇକି ଲଙ୍କାକୁ ବାଟିବେ। ଦେଖନ୍ତୁ ଆଉ ସୋରିଷ ପକାଇଲେ, ସୋରିଷ ପକାଇଲେ ତାପରେ ହେଉଛି ବାଟିବେ ନା ନାଇଁ ଲୁଣ ପକାଇଲେ। ଦେଖନ୍ତୁ ଟିକେ ଲୁଣ ପକାଇଲେ କାହିଁକିନା ଲୁଣ ଲାଗିବନି ସେଥିପାଇଁ। ଦେଖନ୍ତୁ ଆଉ ଟିକେ ଲୁଣ ଦେବା ପାଇଁ ପଡ଼ିଲା। ଦେଖନ୍ତୁ ତାପରେ ଟିକେ ପାଣି ଦେଇକି ଟିକେ ପୁଣି ବାଟିବା ପାଇଁ ପଡ଼ିଲା। ଦେଖନ୍ତୁ ବାଟିବା ପାଇଁ ପଡ଼ିଲା। ଦେଖନ୍ତୁ ଦେଖନ୍ତୁ ସୋରିଷ ଲଙ୍କା ବାଟା ହେଉଛି, ଲଙ୍କା ବି ବାଟା ହେଉଛି।
ଦେଖନ୍ତୁ ଲଙ୍କା କେମିତିକା ବାଟା ହେଉଛି, ମାନେ ଆମେ ଟିକେ ଲଙ୍କା ଅଧିକା ଖାଇ ତ ସେଥିପାଇଁ ଲଙ୍କା ଟିକେ ବେଶୀ ଦେବା ପାଇଁ ପଡ଼ିବ। ଦେଖନ୍ତୁ ଲଙ୍କା ଟିକେ ମାନେ ଆମ ଯେଉଁ ଲୋକମାନେ ଆମ ସବୁ ମାନେ ବେଶୀ ଲଙ୍କା ଖାଇ ଟିକେ। ଦେଖନ୍ତୁ କେମିତିକା ଲଙ୍କା ଦିଆହେଉଛି। ଦେଖନ୍ତୁ ପିଆଜ ଲଙ୍କା ସୋରିଷ ଏମିତିକା ଅଛି ବାଟା ହେଉଛି। ଦେଖନ୍ତୁ ଏବେ ଟିକେ ଗୁଛି ଦିଆଗଲା। ଦେଖନ୍ତୁ ଏବେ ପୁଣି ମାନେ ଗୁଛିକି ବି ମାନେ ବାଟା ହେବ। ଦେଖନ୍ତୁ କେତେ ଲଙ୍କା ବାବା। ଦେଖନ୍ତୁ ମାନେ ଆପଣମାନେ ଦେଖନ୍ତୁ, ଆପଣମାନେ ଯଦି ଏମିତିକା ଲଙ୍କା ଖାଇଥିବେ ଆପଣମାନେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ଦେଖନ୍ତୁ ପୋଟଳ ଗୁଡ଼ାକ ମାନେ ତାଙ୍କ ବଙ୍ଖି ଯେଉଁ ଅଛି ସେ ଛଡ଼ା ହେଉଛି, କାହିଁକିନା ସେଟା ବି ବାଟା ଯିବ, ଚଟଣି ହେବ। ଦେଖନ୍ତୁ ଆପଣମାନଙ୍କୁ ମୁଁ ଦେଖାଉଛି କେମିତିଆ ଚଟଣି ହୁଏ। ଆପଣମାନେ ଯଦି ପୋଟଳ ଚଟଣି ଖାଇଥିବେ କମେଣ୍ଟ ବକ୍ସରେ ନିଶ୍ଚୟ କହିବେ ମୋତେ। ଦେଖନ୍ତୁ ଟିକେ ଧୋଇ ଦିଆହେଲା। ତାପରେ ମାନେ ଦେଖନ୍ତୁ 5ଟା ପୋଟଳ ଅଛି ଆମର। ଦେଖନ୍ତୁ ମାନେ ଦେଖନ୍ତୁ ତାପରେ ମୁଁ ଚିଜ୍ ଦିଆହେଲା। ଚିଜ୍ ଦିଆହେଲା ମାନେ ସବୁ ଯାକ ଚିଜ୍ ଦିଆହେବ, କାହିଁକିନା ବାଟିବା ପାଇଁ ଟିକେ ସୁବିଧା ହେବ ସେଥିପାଇଁ। ଦେଖନ୍ତୁ ଦେଖନ୍ତୁ ମାନେ ପୋଟଳରେ ମଞ୍ଜି ଗୁଡ଼ାକ ବି ଅଛି, ସେ ମଞ୍ଜି ଗୁଡ଼ାକ ବି ବାଟା ଯିବ। ଦେଖନ୍ତୁ ଦେଖନ୍ତୁ ଏବେ ମାନେ ଛେଞ୍ଚା ଦେଉଛି, କାହିଁକିନା এটা ଟିକେ ମାନେ ବାଟା ହେବ ନା, ଟିକେ ଛେଞ୍ଚି ଦେବା, କାହିଁକିନା ସେଟା ଟିକେ ମାନେ ଟିକେ ପ୍ଲେନ୍ ହେଇଯିବା ଦରକାର ସେଥିପାଇଁ। ଦେଖନ୍ତୁ ଦେଖନ୍ତୁ ମାନେ ଟିକେ ମାନେ ବଡ଼ ବଡ଼ ଅଛି ଇଏ, ତାପରେ ଗୁଛି ଦିଆହେଲା, ତାପରେ ଇଏ କରାଯିବ, ବାଟିଯିବ। ଦେଖନ୍ତୁ କେମିତିକା ଦେଖନ୍ତୁ ବାଟା ଗଲା, ମାନେ ଦେଖନ୍ତୁ ଖାଲି ଲଙ୍କା ରକମ ଦେଖାଯାଉଛି କେମିତିକା ନାଲ। ଦେଖନ୍ତୁ ପୋଛି ଦିଆହେଲା। ଦେଖନ୍ତୁ ପୁଣି ଗୁଛି ଦିଆହେଲା, କେମିତିକା ଗୁଛା ହେଉଛି ଆପଣମାନେ ଦେଖନ୍ତୁ। ଦେଖନ୍ତୁ ଦେଖନ୍ତୁ କେତିକ ଚଟଣି। ଦେଖନ୍ତୁ ତାପରେ ମାନେ ଟିକେ ଭଲ ଭାବରେ ଟିକେ ପ୍ଲେନ୍ ହେଇଯାଉଛି। ଦେଖନ୍ତୁ ଆସ୍ତେ ଆସ୍ତେ ପ୍ଲେନ୍ ହେଇଯାଉଛି ଟିକେ ଟିକେ, ମାନେ ଏମିତିକା ବାଟିନେ ଟିକେ ପ୍ଲେନ୍ ହେଇଯିବ। ଦେଖନ୍ତୁ ପ୍ଲେନ୍ ହେଇଯାଉଛି। ଦେଖନ୍ତୁ ଏବେ ବାଟା ତ ଚାଲିଛି। ଦେଖନ୍ତୁ ବାଟା ଚାଲିଛି। ଦେଖନ୍ତୁ ନାଇଁ ପ୍ଲେନ୍ ହେଇଗଲାନି, ପ୍ଲେନ୍ ହେବା ପାଇଁ ଆସିଗଲାନି। ଦେଖନ୍ତୁ ପୁରା ମାନେ ସବୁ ବାଟା ହେଇକି ନାଇଁ ପ୍ଲେନ୍ ହେଇଗଲାନି। ଏପଟେ ବାଟା ଚାଲିଛି, ଏବେ ଗୁଛା ହେଉଛି। ଦେଖନ୍ତୁ କେତିକ ଚଟଣି ହେଇଗଲା ଆମର। ଦେଖନ୍ତୁ ଆଉ ଥରେ ବାଟା ପାଇଁ ପଡ଼ିବ, କାହିଁକିନା ପ୍ଲେନ୍ ହେଇନାହିଁ ସେଥିପାଇଁ। ଏଠିକା ଦେଖନ୍ତୁ ଆଉ ଟିକେ ଗୁଛି ଦେଇକି ଦେଖନ୍ତୁ ଏଇଥରିକା ପୁରା ହେଇଗଲା ମାନେ। ଦେଖନ୍ତୁ ଏବେ ତାଟିଆରେ ରଖିବା। ଦେଖନ୍ତୁ ତାଟିଆରେ ରଖିବା। ଏଇଟା ପ୍ଲେନ୍ ହେଇଗଲାନି, ମାନେ ବହୁତ ପ୍ଲେନ୍ ହେଇଛି, ଆମେ ତାଟିଆକୁ କାଢ଼ିଦେବା। ଦେଖନ୍ତୁ ତାଟିଆକୁ କାଢ଼ିଦେବା। ଏବେ ନାଇଁ ମୁଁ ଦାନ୍ତକା ଘଷିକି ନାଇଁ ଖାଇବା ପାଇଁ ଆସିଗଲିନି। ଦେଖନ୍ତୁ ଇଏ ହେଉଛି ଭୁଜା, ଆଉ ଯେଉଁ ପୋଟଳ ଚଟଣି ହେଇଥିଲା ସେ ପୋଟଳ ଚଟଣି, ଆଉ ଯେ ନଡ଼ିଆ ଅଛି ସେଥିରେ ମୁଁ ଖାଉଛି। ଦେଖନ୍ତୁ ଏଇ ଦେଖନ୍ତୁ ପୁଣି ଆପଣମାନଙ୍କୁ ମୁଁ ଦେଖେଇଦେନି ଭଲକି ନଡ଼ିଆ ମୁଁ ଏବେ ଖାଇବି। ଦେଖନ୍ତୁ ଯେଉଁଠି ପୋଟଳ ଚଟଣି ଖାଇନି। ଦେଖନ୍ତୁ ତାପରେ ଦେଖନ୍ତୁ କେତେ ବଡ଼ ନଡ଼ିଆ ଆଜି ଆମ ଗଛରେ ବିଛା ହେଇଥିଲା, ସେଥିପାଇଁ ଦେଖନ୍ତୁ ଭଲ ଲାଗୁଛି, ଟେଷ୍ଟି ବି ହେଇଛି। ଏନେ ଟିକେ ଲଙ୍କା ହେଇଯାଇଛି, ଏନେ ଭଲ ଲାଗୁଛି, ଟିକେ ଲଙ୍କା ହେଇଯାଇଛି ସେଥିପାଇଁ। ଦେଖନ୍ତୁ ମାନେ ଲଙ୍କା ହେଇଯାଇଛି, ଏନେ ଖାଇବା ପାଇଁ ତ ପଡ଼ିବ। ଦେଖନ୍ତୁ ଭଲ ଲାଗୁଛି। ଭିଡ଼ିଓଟି ଭଲ ଲାଗୁଛି ତ ଲାଇକ୍